ମେଘମାଳରେ ଶୀଘ୍ର ଆଗମନ କରୁଥିବା ଆମ୍ଭମାନଙ୍କ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କର ଅତି ପବିତ୍ର ଓ ବହୁମୂଲ୍ୟ ନାମରେ ଆପଣ ସମସ୍ତଙ୍କୁ ଆଉ ଗୋଟିଏ ନୂତନ ପ୍ରସଙ୍ଗରେ ପୁନର୍ବାର ମୁଁ ସ୍ୱାଗତ କରେ। ପ୍ରିୟ ପ୍ରଭୁଙ୍କ ଲୋକମାନେ, ଆସନ୍ତୁ ପରମେଶ୍ୱରଙ୍କ ବାକ୍ୟରୁ ଆଜି ଆମେ ଆଉ ଏକ ପ୍ରସଙ୍ଗରେ ଅଳ୍ପ ସମୟ କଥାବାର୍ତ୍ତା ହେବା। ବାକ୍ୟରୁ ଗୋଟେ ପଦ ପଢ଼ି ଆଜିର ପ୍ରସଙ୍ଗରେ ଆମେ ଆଗକୁ ବଢ଼ିବା। ଆପଣମାନେ ମୋ ସହିତ ଯୋହନ ଲିଖିତ ସୁସମାଚାର 11 ଅଧ୍ୟାୟକୁ ଆସିବେ। ଯୋହନ ଲିଖିତ ସୁସମାଚାର 11 ଅଧ୍ୟାୟ 1 ପଦରୁ 3 ପଦ ପର୍ଯ୍ୟନ୍ତ ପଢ଼ି ଆଜିର ପ୍ରସଙ୍ଗରେ ମୁଁ ଆପଣମାନଙ୍କୁ ଆଗକୁ ନେବା ପାଇଁ ଚାହେଁ। ବାକ୍ୟରେ ପ୍ରକାର ଲେଖାଯାଏ, ବେଥନିଆ ନିବାସୀ ଲାଜାର ନାମକ ଜଣେ ଲୋକ ପୀଡ଼ିତ ଥିଲେ। ମରିୟମ ଓ ତାଙ୍କ ଭଉଣୀ ମାର୍ଥା ସେହି ଗ୍ରାମର ଲୋକ। ଯେଉଁ ସ୍ତ୍ରୀ ଲୋକ ପ୍ରଭୁଙ୍କୁ ତୈଳରେ ଅଭିଷେକ କରି ଆପଣା କେଶରେ ତାହାଙ୍କ ପାଦ ପୋଛିଦେଲେ, ଏ ସେହି ମରିୟମ। ତାହାଙ୍କର ଭାଇ ଲାଜାର ପୀଡ଼ିତ ଥିଲେ। 3 ପଦରେ ଲେଖାଯାଏ, ତେଣୁ ସେହି ଭଉଣୀମାନେ ତାହାଙ୍କ ନିକଟକୁ କହି ପଠାଇଲେ, ପ୍ରଭୁ ଦେଖନ୍ତୁ, ଯାହାକୁ ଆପଣ ସ୍ନେହ କରନ୍ତି ସେ ପୀଡ଼ିତ ଅଛି। ପ୍ରିୟମାନେ, ଆଜିର ଥମ୍ବନେଲ୍ ମାଧ୍ୟମରେ, ଟାଇଟେଲ ମାଧ୍ୟମରେ ଆଜିର ପ୍ରସଙ୍ଗକୁ ଆପଣମାନେ ନିଶ୍ଚିତ ଭାବରେ ଜାଣିପାରୁଥିବେ। ତଥାପି ଆଜିର ପ୍ରସଙ୍ଗକୁ ମୁଁ ଆପଣମାନଙ୍କ ନିକଟରେ କହି ରଖିବା ପାଇଁ ଚାହେଁ। ଆଜିର ପ୍ରସଙ୍ଗ ହେଲା, ବାଇବଲ କହେ ଯୀଶୁଖ୍ରୀଷ୍ଟ ଲାଜରଙ୍କୁ ସ୍ନେହ କରୁଥିଲେ, ମାତ୍ର ତାହାଙ୍କର ଦେହ ଖରାପ ହେଲା ପରେ ସେ କାହିଁକି ଆସିଲେ ନାହିଁ। ଏପରିକି ତାହାଙ୍କର ମୃତ୍ୟୁର ଦିନରେ ମଧ୍ୟ ସେ କବରକୁ ଗଲେ ନାହିଁ। ମାତ୍ର ମୃତ୍ୟୁର 4 ଦିନ ପରେ ସେ ଲାଜରଙ୍କ ପରିବାରକୁ ସେ ଯାଉଛନ୍ତି, ବେଥନିଆକୁ ଯାଉଛନ୍ତି। ଆଜିର ପ୍ରସଙ୍ଗ ହେଲା, ଯୀଶୁଖ୍ରୀଷ୍ଟ ଲାଜରଙ୍କୁ ସ୍ନେହ କରୁଥିଲେ, ମାତ୍ର ଦେହ ଖରାପ ହେଇଛି ବୋଲି ଜାଣିଲା ପରେ ମଧ୍ୟ ସେ କାହିଁକି ଗଲେ ନାହିଁ, ସେ କାହିଁକି ବିଳମ୍ବ କଲେ। ଏହି ପ୍ରସଙ୍ଗରେ ଆମେ ପ୍ରଭୁଙ୍କ ବାକ୍ୟରୁ ଅଳ୍ପ ସମୟ କଥାବାର୍ତ୍ତା ହେବା। ପ୍ରିୟମାନେ, ଲାଜରଙ୍କର ମୃତ୍ୟୁ ପୂର୍ବରେ ଯୀଶୁଖ୍ରୀଷ୍ଟ ଅନେକ ଥର ସେଇ ବେଥନିଆ ଲାଜରଙ୍କ ପରିବାରରେ, ମରିୟମ ମାର୍ଥାଙ୍କ ପରିବାରରେ ସେ ଅନେକ ଥର ଯାଇଛନ୍ତି। ଲାଜରଙ୍କ ସହିତ ସେ ବସିଛନ୍ତି, ଉଠିଛନ୍ତି, ସାଙ୍ଗରେ ବସି ସେ ଭୋଜନ ପାନ କରିଛନ୍ତି ଏବଂ ଗୋଟିଏ ବିଞ୍ଚଣାରେ ମଧ୍ୟ ହେଇପାରେ ସେମାନେ ଶୟନ ମଧ୍ୟ କରିଛନ୍ତି। ମାତ୍ର ତାଙ୍କୁ ଦୁଃଖ ବେଳେ, ତାଙ୍କର ସମସ୍ୟା ବେଳେ ସେ କ'ଣ କରିନାହାନ୍ତି, ଲାଜରଙ୍କ ପାଖକୁ ଯାଇନାହାନ୍ତି। ହେଇପାରେ ଆପଣ ମଧ୍ୟ ଅନେକ ଥର ଭାବିଥିବେ ଯେ ଆମର ପାଳକ ଭାଇ ଆମର ଭୋଜି ଭାତରେ ସେ ଆସୁଛନ୍ତି, ଆମର ଖାଇବା ପିଇବା ସମୟରେ ସେମାନେ ଆସିଥାଉଛନ୍ତି, ମାତ୍ର ଯେତେବେଳେ ଆମର ଦୁଃଖ ହେଉଛି, ସମସ୍ୟା ହେଉଛି, ଆମ ପରିବାରରେ ଯେତେବେଳେ ଆମେ ଗୋଟେ ଅଭାବ ଦେଇ ଯାଉଛୁ, ଚିନ୍ତା ଦେଇ ଯାଉଛୁ, ସେଇ ସମୟରେ ସେ ଆସୁନାହାନ୍ତି। ଏଇ ପ୍ରକାର ହେଇପାରେ ଆପଣ ମଧ୍ୟ ଭାବୁଥିବେ। ମରିୟମ ମାର୍ଥା କେବେ ମଧ୍ୟ ଯୀଶୁଙ୍କୁ ଏହି କମ୍ପ୍ଲେନ ସେ କଲେ ନାହିଁ। ଯୀଶୁଖ୍ରୀଷ୍ଟ ଯେତେବେଳେ ତାଙ୍କର ମୃତ୍ୟୁ ହେଇଗଲା, ମୃତ୍ୟୁର 4 ଦିନ ପରେ ସେ ବେଥନିଆକୁ ଯାଉଛନ୍ତି। 4 ଦିନ ପରେ ଯେତେବେଳେ ଯୀଶୁଖ୍ରୀଷ୍ଟ ବେଥନିଆ ନଗରକୁ ଯାଉଛନ୍ତି, ମାର୍ଥା ଯୀଶୁ ଯେ ଆସିଲେ ଏହା ଶୁଣି ସେ ଧାଇଁ 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 ସେ ଯୀଶୁଙ୍କ ନିକଟକୁ ଯାଇ ତାଙ୍କୁ କହୁଛନ୍ତି, ପ୍ରଭୁ ଆପଣ ଯଦି ଥାନ୍ତେ ମୋର ଭାଇ ମରିନଥାନ୍ତା। ତଥାପି ମୁଁ ଜାଣେ ଆଜି ବି ଆପଣ ଯାହା ମାଗିଲେ ପିତା ଯେ ଆପଣଙ୍କୁ ଦିଅନ୍ତି, ଏହା ମୁଁ ବିଶ୍ୱାସ କରେ। ପ୍ରିୟ ପ୍ରଭୁଙ୍କର ଲୋକମାନେ, ଆଜି ମୁଁ ଆପଣମାନଙ୍କୁ କହିବା ପାଇଁ ଚାହେଁ ଯେ ଯୀଶୁଖ୍ରୀଷ୍ଟ କାହିଁକି ଏତେ ବିଳମ୍ବରେ ତାହାଙ୍କ ଘରକୁ ଗଲେ। ଯେଉଁ ସମୟରେ ଦେହ ଖରାପ ହେଲା, ସେହି ସମୟରେ ଯଦି ଯୀଶୁ ଆସିଥାନ୍ତେ, ନିଶ୍ଚିତ ଭାବରେ ସେ ପ୍ରାର୍ଥନା କଲେ ସେଇ ରୋଗ, ସେଇ ଜ୍ୱର ସମ୍ପୂର୍ଣ୍ଣ ଭଲ ହେଇଯାଇଥାନ୍ତା, ଏହା ସୁନିଶ୍ଚିତ ଅଟେ। ମାତ୍ର ଯୀଶୁଖ୍ରୀଷ୍ଟ ଆସୁନାହାନ୍ତି। ଲାଜରଙ୍କର ମୃତ୍ୟୁର ଦିନରେ ମଧ୍ୟ ସେ ଆସୁନାହାନ୍ତି। ଲାଜରଙ୍କର ଯେତେବେଳେ ମୃତ୍ୟୁ ହେଇଗଲା, 4 ଦିନ ପରେ ତାଙ୍କ ପରିବାରକୁ ସେ ଯାଉଛନ୍ତି। କାହିଁକି ସେ ଯାଉଛନ୍ତି? ଅନେକ ସମୟରେ କେବଳ ଆମେ ପାଳକମାନଙ୍କ ଉପରେ ଆମେ ଭରସା ରଖୁ। ଯୀଶୁଖ୍ରୀଷ୍ଟ ଦିନେ ଜଣେ ବାପାଙ୍କୁ କହିଲେ, ଯାହାର ପୁଅ ମୃଗୀ ରୋଗରେ ଆକ୍ରାନ୍ତ, ଥରକୁ ଥର ନିଆଁରେ ପାଣିରେ ପଡ଼ୁଛି, ଯେତେବେଳେ ବାପା ତାଙ୍କ ପୁଅକୁ ନେଇ ଯୀଶୁଙ୍କ ନିକଟକୁ ଆସିଲେ, ସେହି ସମୟରେ ସେ ବାପାଙ୍କୁ ଗୋଟେ କଥା କହିଲେ। ଆପଣ ମାଥ୍ୟୁ 17 ଅଧ୍ୟାୟରେ ତାହା ପାଇବେ। ସେ କହିଲେ, ରେ ଅବିଶ୍ୱାସୀ ଓ ବିପଥଗାମୀ ବଂଶ, କେତେ କାଳ ମୁଁ ତୁମମାନଙ୍କ ସଙ୍ଗରେ ରହିବି, କେତେ କାଳ ତୁମ ବ୍ୟବହାରକୁ ମୁଁ ସହିବି। ପ୍ରିୟମାନେ, ଯୀଶୁଖ୍ରୀଷ୍ଟ ଏଥିପାଇଁ ବିଳମ୍ବ କଲେ, ସେ ଯେପରି ପିତାଙ୍କ ନିକଟରେ ଭରସା ରଖିବାଟା ଶିଖିବେ। ଅନେକ ସମୟରେ ଆମ ଖ୍ରୀଷ୍ଟିଆନ ସମାଜରେ ଅନେକ ଭାଇ ଭଉଣୀମାନେ ସେମାନେ କେବଳ ପାଳକମାନଙ୍କ ଉପରେ ଭରସା। ପାଳକ ପ୍ରାର୍ଥନା କରିଦେଲେ ସମସ୍ୟା ଠିକ୍ ହେଇଯିବ। ପାଳକ ଆମ ଘରକୁ ଆସିଲେ
ସବୁ ସମସ୍ୟାର ସମାଧାନ ହେବ। ନିଶ୍ଚିତ ଭାବରେ ପ୍ରଭୁଙ୍କ ଦାସମାନେ ଆପଣମାନଙ୍କ ପାଇଁ ପ୍ରାର୍ଥନା କରିବେ ଆଉ ସେମାନଙ୍କର ପ୍ରାର୍ଥନା ଆପଣମାନଙ୍କର ବନ୍ଧନ ମୁକ୍ତ କରିବ। ଆପଣମାନେ ସୁସ୍ଥ ହେବେ, ପରିବାରରେ ଶାନ୍ତି ଆସିବ, ଏହା ସୁନିଶ୍ଚିତ ଅଟେ। କିନ୍ତୁ ଯୀଶୁଖ୍ରୀଷ୍ଟ ଆମକୁ କୌଣସି ମନୁଷ୍ୟ ଉପରେ, ପାଳକ ଉପରେ ଭରସା ରଖାଇବାଟା ସେ ଶିଖାଇଲେ ନାହିଁ। ଆମକୁ ସେ ଶିଖାଇଲେ ଯେ ସ୍ୱର୍ଗରେ ତୁମର ଜଣେ ପିତା ଅଛନ୍ତି ଆଉ ସେ ତୁମର ବାପା, ତୁମେ ତାହାଙ୍କ ଉପରେ ଭରସା ରଖିବାଟା ଶିଖ। ଯୀଶୁଖ୍ରୀଷ୍ଟ ଏଥିପାଇଁ ସେ ବିଳମ୍ବରେ ଆସିଲେ। କେବଳ ମୋ ଠାରେ ହିଁ ସେମାନେ କ'ଣ ଭରସା ରଖିବେ? ସେମାନେ ମୁଁ କହିଥିବା ବାକ୍ୟ ଅନୁସାରେ, ମୁଁ ତାଙ୍କ ସାମ୍ନାରେ ଯେଉଁ ଜୀବନଯାପନ କଲି, ଯେଉଁ ବାକ୍ୟ ଗୁଡ଼ିକ କହିଲି, ତଦନୁସାରେ ସେମାନେ ଯେପରି ପରମେଶ୍ୱରଙ୍କ ଉପରେ ଭରସା ରଖିବାଟା ଶିଖିବେ, ସେଥିପାଇଁ ସେ ବିଳମ୍ବରେ ଆସିଲେ। ପ୍ରିୟମାନେ, ଆମକୁ ଯେତେବେଳେ ଦେହ ଖରାପ ହେଇଯାଏ, ଯେତେବେଳେ ଦେହ ଖରାପ ହୁଏ, ଯଦି 10% ଦେହ ଖରାପ ହେଲେ ଆମକୁ ନିଜ ଉପରେ ଆମର ଡିପେଣ୍ଡ ଥାଏ, ଆମେ କାହା ଉପରେ ଭରସା ରଖିନଥାଉ। ଯେତେବେଳେ ଆମକୁ 50% ଦେହ ଖରାପ ହୁଏ, ସେତେବେଳେ ମଧ୍ୟ ଆମେ ଅନ୍ୟର ସାହାଯ୍ୟ ନ ମାଗିଲେ ମଧ୍ୟ ଆମେ ନିଜକୁ ସମ୍ଭାଳି ପାରୁ। କିନ୍ତୁ ଯେତେବେଳେ 95% ହେଇଯାଏ, 100% ଆମର ଦେହ ଖରାପ ହେଇଯାଏ, ସେତେବେଳେ ନିଜେ ଆମେ ଆଉ ଚାଲାବୁଲା କରି ନପାରୁ। ଆମକୁ ମେଡିକାଲ ବେଡ୍ରେ ଶୋଇବା ପାଇଁ ପଡ଼େ, ସାଲାଇନ୍ ମେଡିସିନ ଟ୍ରିଟମେଣ୍ଟ ହେବା ପାଇଁ ପଡ଼େ। ପ୍ରିୟମାନେ, ପରମେଶ୍ୱର ଆମ ଜୀବନରେ ସେତେବେଳେ ତାଙ୍କର କାର୍ଯ୍ୟକୁ ସେ ଆରମ୍ଭ କରନ୍ତି ଯେତେବେଳେ ଆମେ ନିଜକୁ ଶୂନ୍ୟ କରୁ, ନିରୁପାୟ ହେଉ, ସେତେବେଳେ ପରମେଶ୍ୱର ଆମ ଜୀବନରେ ସେ କାମ କରନ୍ତି। ସେଇଦିନ ଲାଜର ଆଉ ମରିୟମ ମାର୍ଥାଙ୍କ ପରିବାରରେ ଯୀଶୁଖ୍ରୀଷ୍ଟ ଜାଣି ଶୁଣି ସେ ଗଲେ ନାହିଁ। କୋଉଠି ନା କୋଉଠି ନିଜର ଅବିଶ୍ୱାସ, ନିଜର ଦୁର୍ବଳତା, ଅହଙ୍କାର, ଆତ୍ମବଡ଼ିମାକୁ ଆମେ ଯେତେବେଳେ ବାହାର କରି ନ ଦେଉ, ନିଜକୁ ଆମେ নত ନ କରୁ, ସେ ସମୟରେ ପରମେଶ୍ୱର ଆମ ଜୀବନରେ କିଛି ମଧ୍ୟ କାମ କରିବେ ନାହିଁ। ପ୍ରିୟ ଭାଇ ଭଉଣୀମାନେ, ହେଇପାରେ ଆପଣଙ୍କ ଜୀବନରେ ମଧ୍ୟ ଆଜି ଅନେକ ସମସ୍ୟା ଅଛି, ଦୁଃଖ ଅଛି। ପ୍ରଭୁଙ୍କ ନିକଟରେ ବର୍ଷ ବର୍ଷ ଆପଣ ପ୍ରାର୍ଥନା କରୁଛନ୍ତି, ପରମେଶ୍ୱରଙ୍କର ଅପେକ୍ଷାରେ ଅଛନ୍ତି, ଆପଣଙ୍କ ପ୍ରାର୍ଥନାର ଉତ୍ତର ଆସୁନାହିଁ, ସମସ୍ୟାର ସମାଧାନ ହେଉନାହିଁ। ଏହାର ଅର୍ଥ ନୁହେଁ ଯେ ପରମେଶ୍ୱର ଆପଣଙ୍କୁ ଭୁଲିଗଲେ। ଏହାର ଅର୍ଥ ନୁହେଁ ପରମେଶ୍ୱର ଆଉ ଶୁଣିବେ ନାହିଁ। ଏହାର ଅର୍ଥ ନୁହେଁ ଆପଣଙ୍କ ସମସ୍ୟା ଦୂର ହେବ ନାହିଁ। ପ୍ରିୟମାନେ, ସେଇଦିନ ଲାଜରଙ୍କ ପରିବାରରେ ଯୀଶୁଖ୍ରୀଷ୍ଟ ଆସିଲେ ନାହିଁ। ସାହି ପଡ଼ିଶାର ଲୋକମାନେ କହୁଥିବେ ଯେ ଯୀଶୁ ଯୀଶୁ ବୋଲି କହୁଥିଲେ, ପ୍ରାର୍ଥନା ପ୍ରାର୍ଥନା ବୋଲି ଧାଇଁ ବୁଲୁଥିଲେ। ଆଜି ପରିବାରରେ ଏତେ ସମସ୍ୟା ହେଲା, ଦୁଃଖ ହେଲା, ତାଙ୍କର ଯୀଶୁ କାହିଁ, ତାଙ୍କର ସେଇ ଗୁରୁ କାହିଁ? ପ୍ରିୟମାନେ, ଏହାର ଅର୍ଥ ନୁହେଁ ଯୀଶୁଖ୍ରୀଷ୍ଟ ଆମମାନଙ୍କୁ ଭୁଲିଗଲେ। 4 ଦିନ ପରେ ଯୀଶୁଖ୍ରୀଷ୍ଟ ତାଙ୍କ ପରିବାରରେ ସେ ବସିଲେ କି ନାହିଁ, ମାତ୍ର ଲାଜର ଯୋଉଠି ଅଛନ୍ତି ସେ କବରକୁ ଗଲେ ଆଉ ସେଇ ସ୍ଥାନରେ ଯାଇ ସେ 4 ଦିନର ମଢ଼ାକୁ ସେ ଉଠାଇଲେ। ଆଜି ଆପଣମାନଙ୍କର ଯେଉଁ ପ୍ରାର୍ଥନା ଅନୁରୋଧ, ଆପଣମାନଙ୍କର ସମସ୍ୟା, ଭାବୁଛନ୍ତି ଆପଣ କି ପରମେଶ୍ୱର ମୋତେ ଭୁଲିଗଲେ? ପ୍ରିୟମାନେ, ସେ ଭୁଲି ନାହାନ୍ତି। ଆପଣଙ୍କୁ ସେ ଅପେକ୍ଷା କରିଛନ୍ତି ଯେ ଆପଣ ଗୋଟେ ଶୂନ୍ୟ ଲେଭେଲକୁ ଆସନ୍ତୁ। କେବଳ ପରମେଶ୍ୱରଙ୍କ ଛଡ଼ା ଆଉ ଏହି କାର୍ଯ୍ୟକୁ କିଏ ସମ୍ଭାଳି ପାରିବେ ନାହିଁ, ଏହି ପ୍ରକାର ମନୋଭାବରେ ଆପଣ ଆସନ୍ତୁ, ନିଜକୁ ନିରୁପାୟ ହୁଅନ୍ତୁ। ପରମେଶ୍ୱର ଏହା ସେ ଚାହୁଁଛନ୍ତି। ଆମର ପରମେଶ୍ୱର ନିରାଶ ସମୟରେ ସେ ଆମକୁ ଆଶା ଦେବା ପରମେଶ୍ୱର। ସେଥିପାଇଁ ଆମେ ଗୀତରେ ଗାଉ, ନିରାଶ ଜୀବନେ ସିଏ ଆଶା ଭରି ଦିଅନ୍ତି, ଝୁଣ୍ଟି ମୁଁ ପଡ଼ିଲେ ତୋଳି ମତେ ନିଅନ୍ତି। ପ୍ରିୟମାନେ, ଆମର ପରମେଶ୍ୱର ଯେତେବେଳେ ଆମେ ନିରାଶ ହେଇଯାଉ, ନିରୁପାୟ ହେଇଯାଉ, ସେହି ସମୟରେ ପରମେଶ୍ୱର ଆମକୁ ସେ ଉଠାଇ ନିଅନ୍ତି, ଆମକୁ ସେ ବଳ ଦିଅନ୍ତି। ପ୍ରଭୁ ଆମମାନଙ୍କୁ ଅନୁଗ୍ରହ କରନ୍ତୁ। ଶେଷରେ ଗୋଟେ ବାକ୍ୟ ପଢ଼ି ମୁଁ ଆପଣମାନଙ୍କୁ ଉତ୍ସାହିତ କରିବା ପାଇଁ ଚାହେଁ। 2 Corinthians 12:9 ସାଧୁ ପାଉଲ ଏ ପ୍ରକାର କହିଲେ, ଆଉ ସେ ମୋତେ କହିଅଛନ୍ତି, ଆମ୍ଭର ଅନୁଗ୍ରହ ତୁମ୍ଭ ନିମନ୍ତେ ଯଥେଷ୍ଟ, କାରଣ ଦୁର୍ବଳତାରେ ଆମ୍ଭର ଶକ୍ତି ସିଦ୍ଧ ହୁଏ। ଯେତେବେଳେ ଆମେ ନିଜକୁ ଖାଲି କରୁ, ନିଜକୁ ଆମେ ଏଇଟା ମୋ ଦ୍ୱାରା ହେଇପାରିବ ନାହିଁ, ଏଇଟା ମୋ ଦ୍ୱାରା ସମ୍ଭବ ନୁହେଁ, এই ପ୍ରକାର ଯେତେବେଳେ ଆମେ ନିଜକୁ ସମର୍ପଣ କରୁ, ପରମେଶ୍ୱର ଆମର ସେଇ ଶୂନ୍ୟ ଜୀବନକୁ, ଅମୂଲ୍ୟ ଜୀବନକୁ ସେ ମୂଲ୍ୟରେ ପରିଣତ କରିବେ, ସେ ଆମକୁ ସମ୍ଭାଳିବେ। ସେଥିପାଇଁ ଆମେ କେବଳ ମନୁଷ୍ୟମାନଙ୍କ ଉପରେ ଭରସା ନ ରଖୁ, ଆମେ ପ୍ରଭୁଙ୍କ ଉପରେ ଭରସା ରଖୁ। ଏଥିପାଇଁ ହେଇପାରେ ଆମ ଜୀବନରେ ବିଳମ୍ବରେ କାମ ହୁଏ,
ଆଜି ଲାଜରଙ୍କ ପରିବାରରେ ଯୀଶୁ ବିଳମ୍ବରେ ଆସିଲେ କାହିଁକି? ସେମାନେ କେବଳ ଯୀଶୁଙ୍କ ଉପରେ, କେବଳ ଯୀଶୁ ଯେ ଆମ ସହିତ ସବୁବେଳେ ଥାଆନ୍ତୁ ସେଥିପାଇଁ କାମ ହେବ, ଏହା ସେମାନେ ମାଇଣ୍ଡ ସେଟ୍ ନ କରି ସେମାନେ ଯେପରି ପ୍ରଭୁଙ୍କ ଉପରେ ଭରସା ରଖିବାଟା ଶିଖିବେ, ଏଥିପାଇଁ ସେ ବିଳମ୍ବ କଲେ। ଦ୍ୱିତୀୟରେ ସେ ଏଥିପାଇଁ ବିଳମ୍ବ କଲେ, ନିଜଠାରେ ଥିବା ଅବିଶ୍ୱାସ, ଆତ୍ମ ବଢ଼ିବା, ଦୁର୍ବଳତା, ଗର୍ବ, ଅହଙ୍କାର, ନିଜର ବୁଦ୍ଧି, ନିଜର ଚେଷ୍ଟା, ନିଜର ଉପାୟ ଉପରେ ନିର୍ଭର ନ କରି ନିଜକୁ ଶୂନ୍ୟ କରି କେବଳ ପ୍ରଭୁ ଥିଲେ ହିଁ ହେଇଥାନ୍ତା, ପ୍ରଭୁ ହିଁ ଏହା କରିପାରିବେ, ଏହା ସେମାନେ ନିଜ ମନ ମଧ୍ୟରେ, ନିଜ ହୃଦୟରେ ଯେ ପ୍ରକାର ବିଶ୍ୱାସ କରି ପ୍ରଭୁଙ୍କ ଉପରେ ଆହୁଜି ପଡ଼ିବେ, ଏଥିପାଇଁ ସେ ବିଳମ୍ବ କଲେ। ପ୍ରଭୁ ଏହି ବାକ୍ୟ ଦେଇ ଆମ ସମସ୍ତଙ୍କୁ ପ୍ରଚୁର ଭାବରେ ଆଶୀର୍ବାଦ କରନ୍ତୁ। ଆସନ୍ତୁ ପଦେ ପ୍ରାର୍ଥନା କରିବା। ପ୍ରେମିକ ସ୍ୱର୍ଗୀୟ ପିତା, ମୁଁ ତୁମକୁ ଧନ୍ୟବାଦ ଦିଏ, ଗୌରବ କରେ ବାପା, ତୁମ ବାକ୍ୟ ପାଇଁ ଧନ୍ୟବାଦ ରାଜା। ତୁମେ ଆମକୁ ଭୁଲି ନାହଁ, ପାଶୋରି ନାହଁ। ଆଜି ହେଇପାରେ ଆମର ଅନେକ କାର୍ଯ୍ୟ ବାକି ଅଛି, ବିଳମ୍ବ ହେଉଛି, ଏହାର ଅର୍ଥ ନୁହେଁ ପ୍ରଭୁ ତୁମେ ଆମକୁ ଭୁଲିଗଲ। ତୁମେ ଆମକୁ ମନେ ରଖିଛ, ଆମକୁ ପ୍ରେମ କରୁଛ, ସେଥିପାଇଁ ତୁମେ ଆମକୁ ଶାସନ କରୁଛ, ଆମକୁ ତୁମେ ଗ୍ରହଣ କରିଛ, ସେଥିପାଇଁ ତୁମେ ଆମକୁ ପ୍ରହାର କରିଛ। ତୁମର ସ୍ତୁତି ହେଉ ବାପା। ଯେତେ ବିଳମ୍ବ ହେଉ, ଯେତେ ଡେରି ହେଲେ ମଧ୍ୟ ଆମେ ତୁମ ଉପରେ ଆହୁଜି ପଡ଼ିବା ପାଇଁ ଆମ ପ୍ରତ୍ୟେକଙ୍କୁ ତୁମେ ଅନୁଗ୍ରହ କର। ଯୀଶୁଙ୍କ ନାମରେ ମାଗୁଛୁ, ଆମେନ୍ ଆମେନ୍। ପ୍ରଭୁଙ୍କର ଗୌରବ ହଉ। ପରମେଶ୍ୱର ଆମ ସମସ୍ତଙ୍କୁ ପ୍ରଚୁର ଭାବରେ ଆଶୀର୍ବାଦ କରନ୍ତୁ। ପ୍ରଭୁଙ୍କ ଅନୁଗ୍ରହ ହେଲେ ଆଉ ଗୋଟେ ଅଧ୍ୟାୟରେ ଆମେ ପରସ୍ପର ସାକ୍ଷାତ କରି ତାଙ୍କ ରାଜ୍ୟ ନିମନ୍ତେ ବଢୁଥିବା ରହିବା। ନମସ୍କାର। ଗଡ୍ ବ୍ଲେସ୍ ୟୁ।